ଜଳର ବୈଜ୍ଞାନିକ ଫର୍ମୁଲା କଣ? HIJKLMNO। ଆରେ ଗଧ, ଏଗୁଡା କଣ କହୁଛୁ? ସାର୍ ଆପଣ ତ କହିଲେ ଜଳର ଫର୍ମୁଲା H2O ମାନେ H ରୁ O ଯାଏ। ଦେଖିବୁ ନା ଏମିତି ନିଶା ଖାଇଲା ଭଳିଆ କଣ କଥା କହୁଛୁ? ସାର୍ କିଛି ନିଶା ଖାଇନି, ସକାଳୁ ଫଳ ଖାଇକି ଆସିଛି। ଫଳ ଖାଇଛୁ ତ? ତାହେଲେ 15ଟା ଫଳର ନାଁ କହିଲୁ। ସେଉ, ଆମ୍ବ, ଅଙ୍ଗୁର। ହଁ ବଢିଆ, ଆଉ କହ। ଆଉ ଗୋଟେ ଡଜନ କଦଳୀ। ଆରେ ସବୁ ଚୁପ କର। କାଲି ଯୋଉ ଟ୍ୟାକ୍ସ ଦେଇଥିଲି ସେ ଖାତା ଦେଖା। ସାର୍ ମୁଁ ଟ୍ୟାକ୍ସ କରିନି। ଆରେ କାଇଁ କରୁନୁ? ସାର୍ ଘରେ ଲାଇନ ନଥିଲେ। ତାହେଲେ ମହମବତୀ ଲଗେଇକି ଟ୍ୟାକ୍ସ କଲୁନି? ସାର୍ ଡିଏସଏଲ ପରା ପାଖରେ ନଥିଲେ। କଣ ହେଲା? ପାଖରେ ନଥିଲା? ତାହେଲେ କୋଉଠି ଥିଲା? ସାର୍ ଡିଏସଏଲ ଠାକୁର ଘରେ ଥିଲେ। ତାହେଲେ ଆଣିକି ମହମବତୀ ଲଗେଇଲୁନି? ସାର୍ ମୁଁ ପରା ଗାଧେଇ ନଥିଲି, ଠାକୁର ଘରେ କେମିତି ପଶିଥାନ୍ତି? ଆରେ ଗାଧେଇ ନଥିଲୁ କଣ ପାଇଁ? ସାର୍ ଟାଙ୍କିରେ ପାଣି ନଥିଲେ। ଟାଙ୍କିରେ ପାଣି କାହିଁକି ନଥିଲା? ସାର୍ ମଟର ପୁରା ଚାଲୁ ନଥିଲେ। ଆରେ ମଟର ଯାଇକି ଅନ୍ କଲୁନି? ସାର୍ କହିଥିଲି ପରା ଲାଇନ ନଥିଲେ ବୋଲି। ତାହେଲେ ମଟର କେମିତି ଚଲେଇଥାନ୍ତି? ଆପଣଙ୍କର କିଛି ମନେ ରହୁନି ଆଉ। ଏରେ ବଦମାସ, କଣ କହିଲୁ? ସରି ସାର୍, ସରି। ରହ ଏନା, ଆଜି ତତେ ଛାଡିବିନି। କୁଆଡେ ଯିବୁ? ସବୁଦିନ ମୋ ମୁଣ୍ଡ ଖରାପ କରୁଛୁ।